ନିର୍ବାଚନ ପାଇଁ ଯାନବାହନ ଯାଞ୍ଚ ବେଳେ ବାରିପଦାରୁ 2,64,000 ଟଙ୍କା ଜବତ। ଏକକାଳୀନ ସାଧାରଣ ନିର୍ବାଚନ 2024 ପରିପ୍ରେକ୍ଷୀରେ ବେଆଇନ ଟଙ୍କା କାରବାରକୁ ରୋକିବା ପାଇଁ ଜିଲ୍ଲାର ସନ୍ଦେହଜନକ ଭାବେ ଚଳପ୍ରଚଳ କରୁଥିବା ଯାନବାହନଗୁଡ଼ିକୁ ଫ୍ଲାଇଂ ସ୍କ୍ୱାଡ୍ ଟିମ୍ ଦ୍ୱାରା କଡ଼ାକଡ଼ି ଯାଞ୍ଚ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଫ୍ଲାଇଂ ସ୍କ୍ୱାଡ୍ ଟିମ୍ 4 ଦ୍ୱାରା ସକାଳ 8:30 ସମୟରେ ଶ୍ୟାମାଖୁଣ୍ଟା ବ୍ଲକ ଅଧୀନସ୍ଥ ରଙ୍ଗାମାଟିଆ ଛକଠାରେ OD11S9565 ନମ୍ବର ଯୁକ୍ତ ଧଳା ବୋଲେରୋ ଗାଡ଼ିର ଯାତାୟାତ ସମୟରେ ଏହାର ଗତିବିଧି ଉପରେ ଫ୍ଲାଇଂ ସ୍କ୍ୱାଡ୍ ଟିମ୍ର ସନ୍ଦେହ ହେବାରୁ ଗାଡ଼ିକୁ ତଲାସି କରାଯିବା ପରେ ଗାଡ଼ିରୁ ବାରିପଦା ସଦର ଥାନା ଅନ୍ତର୍ଗତ ସିନ୍ଦୁର ଗୌରା ଗ୍ରାମର ରଜନୀକାନ୍ତ ମହାନ୍ତଙ୍କ ସହିତ 2,64,000 ଟଙ୍କା ଧରାଯାଇଥିଲା ଏବଂ ଉକ୍ତ ଟଙ୍କା ବାବଦରେ ଶ୍ରୀ ମହାନ୍ତଙ୍କୁ ଆବଶ୍ୟକୀୟ କାଗଜପତ୍ର ମାଗିବାରୁ ସେ ବ୍ୟକ୍ତି ଜଣକ କାଗଜପତ୍ର ଦେଖାଇବା ପାଇଁ ସକ୍ଷମ ହୋଇନଥିଲେ। ଫଳରେ ଉକ୍ତ ଟଙ୍କାକୁ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉପଯୁକ୍ତ ସାକ୍ଷୀ ଓ ପ୍ରମାଣ ସହିତ ଜବତ କରାଯାଇଥିଲା ଏବଂ ଜବତ ଟଙ୍କାକୁ ଆଇନ ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ବାରିପଦା ଜିଲ୍ଲା କୋଷାଗାରରେ ଜମା କରାଯାଇ ବାରିପଦା ସଦର ଥାନା ଆଇଆଇସିଙ୍କୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜଣାଇ ଦିଆଯାଇଛି। ବାରିପଦାରୁ ଦେବସ୍ମିତ ଚୌଧୁରୀଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।